ଭଡ଼ାଘର ପଡ଼ିଶାର ଅନ୍ୟ ଭାଗରେ ଗୃହ ମାଲିକ ରହୁଥିଲେ। ଛୋଟ ପିଲାଙ୍କ ପାଟିତୁଣ୍ଡକୁ ସେ ଆଦୌ ପସନ୍ଦ କରୁନଥିଲେ। ସାଧାରଣତଃ ଡାନିଏଲକୁ ଜିନିଷ ନଷ୍ଟ କରିବାର ଅଭ୍ୟାସ ନଥିଲା। ବେଶୀ ପାଟିତୁଣ୍ଡ କରିବା ଅଭ୍ୟାସ ମଧ୍ୟ ନଥିଲା। ସାଧାରଣତଃ ପିଲାମାନେ ଗେଟ୍ ଉପରେ କାନ୍ଥରେ ଚଢ଼ି ଫୁଲ ତୋଳନ୍ତି, ମାତ୍ର ଡାନିଏଲର ସ୍ୱଭାବରେ ସେହିପରି ଅଭ୍ୟାସ ନଥିଲା। ସେ ଭଡ଼ା ଘରେ ଆସିବାର ପ୍ରାୟ 2 ବର୍ଷ ପୁରା ହେଉଥିଲା। ଡାନିଏଲ କେବେ ମଧ୍ୟ ଫୁଲ ତୋଳି ନଥିଲା। ଦିନେ ଫୁଲ ଗଛରୁ କେହି ଫୁଲ ପେନ୍ଥା ଛିଣ୍ଡାଇ ଗେଟ୍ ପାଖରେ ପକାଇ ଦେଇଥିଲା। କେହି ମଧ୍ୟ ଧ୍ୟାନ ଦେଲେ ନାହିଁ କି କିଏ ଛିଣ୍ଡେଇଲା। ଗୃହ ମାଲିକ ପ୍ରଥମେ ଦେଖି ଅନୁମାନ କଲା ଓ ନିନ୍ଦା କରିବା ଆରମ୍ଭ କରି କହିଲା ଯେ ନିଶ୍ଚୟ ଏହା ଡାନିଏଲର କାମ। ମୁଁ ଛିଣ୍ଡାଇ ନାହିଁ, ମୋତେ ଜଣା ନାହିଁ କହିଲେ ମଧ୍ୟ ଗୃହ ମାଲିକ ବିଶ୍ୱାସ କଲେ ନାହିଁ। ତାର ମାତା ପିତା ଏହା କହି ଚୁପ୍ ହୋଇଗଲେ ଯେ ନଗରରେ ଅତ୍ୟଧିକ ମାଙ୍କଡ଼ ମଧ୍ୟରୁ କୌଣସି ଗୋଟିଏ ମାଙ୍କଡ଼ର କାମ ହୋଇଥିବ। ମାଲିକ କହିଲେ, କ'ଣ ମାଙ୍କଡ଼ ଫୁଲ ପେନ୍ଥାକୁ ଛାଡ଼ିଯିବ? ତାକୁ ଖଣ୍ଡ ବିଖଣ୍ଡ କରିବନି? ଆଉ ସେ ଏହା ମଧ୍ୟ ତର୍କ କଲେ ଯେ ନିଶ୍ଚୟ ଏହା ଆପଣଙ୍କ ପୁତ୍ରର କାମ। ସେହି ସମୟରେ ଡାନିଏଲର ଆଈ ତାଙ୍କ ଘରେ ରହୁଥିଲେ। ସେ କହିଲେ, ଠିକ୍ ଅଛି, ପ୍ରାର୍ଥନା କଲେ କିଏ ଏ କାମ କରିଛି ଈଶ୍ୱର ପ୍ରମାଣିତ କରିବେ। ସେ ଦୃଢ଼ତାର ସହ ପ୍ରାର୍ଥନା କଲେ ଯେ କିଏ ଫୁଲ ଛିଣ୍ଡାଉଛି ଗୃହ ମାଲିକଙ୍କୁ ଦେଖାନ୍ତୁ। ଦିନେ 2 ଦିନ ପଶ୍ଚାତ ଗୃହ ମାଲିକ ଘର ସାମ୍ନାର ବାରଣ୍ଡାରେ ବସିଥିଲେ। ସେହି ସ୍ଥାନରେ ଅନ୍ୟ ଚୌକିରେ ଡାନିଏଲର ପିତା ବସିଥିଲେ। ଗୃହ ମାଲିକକୁ ଦେଖି ଗୋଟିଏ ମାଙ୍କଡ଼ ତା ସମ୍ମୁଖରେ ଥିବା ଫୁଲ ପେନ୍ଥା ଛିଣ୍ଡାଇ ତାକୁ ନ ଭାଙ୍ଗି ଗେଟ୍ ପାଖର ପେନ୍ଥା ପେନ୍ଥା ସଜାଡ଼ିକି ରଖିଲା। ଡାନିଏଲର ବାପା ସାଙ୍ଗେ ସାଙ୍ଗେ ଏ ବିଷୟକୁ ଧ୍ୟାନ ଦେଇ ଗୃହ ମାଲିକଙ୍କୁ କହିଲେ, ଦେଖ, ସେ ମାଙ୍କଡ଼ ଫୁଲ ପେନ୍ଥାକୁ ଭାଙ୍ଗି ତଳେ ରଖିଦେଲା। ଗୃହ ମାଲିକ ଚୁପ୍ ରହିଲେ। ତେଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବେଲର ଗୀତ ସଂହିତା 91 ପର୍ବର 3 ପଦରେ এই କଥା କହନ୍ତି, କାରଣ ସେ ତୁମକୁ ବ୍ୟାଧିର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।